यूट्यूब ରୁ ଦେଖିକି ଆଣିଛନ୍ତି यूट्यूब କେହି କହିନାହାନ୍ତି ଆମକୁ ତାମାନେ ଆଜିକା ଡେଟ୍ ରେ ୟୁଟ୍ୟୁବ ଯୋଗେଇ ଦେଇଛି ସମସ୍ତଙ୍କୁ ମାନେ ୟୁଟ୍ୟୁବ କହିବାକୁ ଗଲେ ସମସ୍ତେ କି ସ୍ୱାବଲମ୍ବୀ କରେଇ ପାରିଛି ନାଇଁ କି ଏଇଟା 24 ଟା ଲେଖା ରହୁଛି ପ୍ୟାକେଟ ଗୋଟେ ପ୍ୟାକେଟ 24 ଟା ରହୁଛି ଏଟା କେତେ ଟଙ୍କା ଲେଖା ଦଉଛନ୍ତି ଏଇଟା 20 ଟା ଏମିତି ପ୍ୟାକେଟ ଦେଲେ 20 ଦଉଛୁ 24 ଟା ରହୁଛି 20 ଟଙ୍କାରେ ଆପଣ ସର୍ଭିସିଂ ମେନ୍ ହେଲା ସର୍ଭିସିଂ ଆମେ ଦୂର ରହୁଛୁ ନା ଦୂର ଯାଇ ସର୍ଭିସିଂ ଟା ମେନ୍ ଯଦି ସର୍ଭିସିଂ ଭଲ ଦେଲେ ତାହେଲେ ଭଲ ମ୍ୟାଡାମ ନମସ୍କାର ସ୍ୱାଗତ କରୁଛି ଆମ ଚ୍ୟାନେଲ କୁ ଯୋଉ ଆପଣ ଯୋଉ ମେସିନ ଟି କେତେ ମାସ ପାଖାପାଖି ହବ ଆଣିଲେଣି ସାର୍ 3 ମାସ ହେଲା ଆଣିଲୁ 3 ମାସ ହେଲା କୋଉଠୁ ଆଣିଥିଲେ ଏଟାକୁ ମେସିନ ଟି ଭୁବନେଶ୍ୱର କେଶୁରାର ଯୋଉ ସ୍ପାଇକ୍ ଇଞ୍ଜିନିୟରିଂ ଆଣିଥିଲେ ଏଇ ଯୋଉ ମେସିନ ଟି ରହିଛି କୋଉ ଟାଇପ ର ରହିଛି ଏଟା ଡବଲ ଡାଏର ଆଉ ହାଇଡ୍ରୋଲିକ ମେସିନ ଡବଲ ଡାଏର ହାଇଡ୍ରୋଲିକ ରହିଛି ଏଥିରେ କଣ ସବୁ ଭେରାଇଟି ହେଇଯାଉଛି ଦନା ଖୋଲିଛନ୍ତି ଦିଟା ନାଇଁ ସବୁ ହେଇପାରିବ ଷ୍ଟାଣ୍ଡିଂ ହେଇପାରିବ ସିଟିଂ ହେଇପାରିବ ଦନା ହେଇପାରିବ ବଫେ ହେଇପାରିବ ସବୁ ହେଉଛି ମ୍ୟାଡାମ ଟିକେ ଆପଣଙ୍କ ନାଁ ଟା କହିଦେବେ ଆଉ ଯୋଉ ଆପଣଙ୍କ ଗାଁ ନାଁ ଯୋଉ ରହିଛି କଣ ଟିକେ କହିଦିଅନ୍ତୁ ମୋ ନାଁ ନିରୁପମା ସାହୁ ଆଉ ଏଇ ଗାଁର ନାଁ ହଉଛି ନରସିଂହପୁର ଦଶପଲ୍ଲାର ନରସିଂହପୁର ନୟାଗଡ଼ ଡିଷ୍ଟ୍ରିକ୍ଟ ରେ ଯାଉଛି ଏଇ ଯୋଉ ବିଜନେସ କଣ କେମିତି ଦେଖିକି କୋଉଠି କରିଥିଲେ ନା କେମିତି କଣ ଚିନ୍ତା କଲେ ଯେ ନା ଗୋଟେ ଖଲି ଯୋଉ ଗୋଟେ ପେପର ପ୍ଲେଟ ମେସିନ ଆଣିକି କରିବି ବୋଲି ବିଜନେସ କଣ ଭାବିଥିଲେ ଦେଖିଲି ୟୁଟ୍ୟୁବ ରେ ସବୁ ସ୍ତ୍ରୀ ଲୋକ ମାନେ ଏଥିରୁ କରିକି ଫାଇଦା ପାଉଛନ୍ତି ତ ଘରେ ବସିକି ଯେମିତି କିଛି ଇନକମ କରିପାରିବୁ ବାହାରକୁ ତ ଯାଇପାରିବୁନି ନା ଆମେ ଆଉ ତ ଘରେ ବସିକି ଯେମିତି କରିବୁ ବୋଲି ଗଲୁ ଆଉ କଣ ୟୁଟ୍ୟୁବ ରୁ ଦେଖିକି ଆଣିଛନ୍ତି କେହି କହିନାହାନ୍ତି ଆମକୁ ମାନେ ଆଜିକା ଡେଟ୍ ରେ ୟୁଟ୍ୟୁବ ଯୋଗେଇ ଦେଇଛି ସମସ୍ତଙ୍କୁ ମାନେ ୟୁଟ୍ୟୁବ କହିବାକୁ ଗଲେ ସମସ୍ତେ କି ସ୍ୱାବଲମ୍ବୀ କରେଇ ପାରିଛି ନାଇଁ କି ୟୁଟ୍ୟୁବ ରୁ ଦେଖିକି ଆଣିବୁ ତ ଠିକ ଅଛି ଏଇ ଯୋଉ ମେସିନ ଯୋଉ ଆଣିଲା ଦିନ ପାଖାପାଖି କେତେ 2-3 ମାସ ହେଇଗଲାଣି ଆପଣଙ୍କର କିଛି ଅସୁବିଧା ହେଇଛି ନା ନାଇଁ ସାର୍ ହେଇଥିଲା କିନ୍ତୁ ସର୍ଭିସିଂ ମିଳିଛି ଆଉ ପଠେଇଲେ ସର୍ଭିସ ଦେଇଛି ଆସିକି ଆପଣଙ୍କ ଘରେ ବାଗେଇକି ଯାଇଛନ୍ତି ତ ଆସିକି ଥରେ ଆସିବା କଣ ହେଇଥିଲା ଆକ୍ଚୁଆଲି ଖରାପ ହେଇଥିଲା କଣ ତାର ଥରେ ସାର୍ ଅଏଲ ବାହାରିଲା ଥରେ ତ ଆଣିକି ପୁରା ଲିକେଜ ହଉଥିଲା ପଠେଇ ଦେଇଥିଲୁ ସାର୍ ପଠେଇ ଦେଇଛନ୍ତି ସାର୍ ସବୁ ଠିକ ଠାକ କରିକି ମେକାନିକ ପଠେଇଥିଲେ ସେ ଲଗେଇ ଦେଇ ଯାଇଥିଲେ ପୁରା ସବୁ ଠିକ ଠାକ କରିକି ତାପରେ ଅଏଲ ବାହାରିଲା ଆଉ ଥରେ ସାର୍ ପଠେଇଦେଲୁ ମେସିନ ଟା ଏଇ ଉପର ଡାଟା ଯୋଉ ପାଇପ ଟା ପଠେଇଲା ସଜାଡିକି ସାର୍ ପଠେଇ ଦେଇଛନ୍ତି ଆଉ ତାପରେ ଲଗେଇଲା ଟିକେ ଆଉ କିଛି ସାର୍ ଅସୁବିଧା ନାହିଁ ତେଲ ଟିକେ ବାହାରିଛି ଯେ ସେ ପ୍ରେସର ପଡିକି ବାହାରିଛି ବୋଲି ଯାହା ଲାଗୁଛି ଆଉ ଯୋଉ ମେସିନ ର ପ୍ରେସର ଟା ପଡିକି ଟିକେ ଟିକେ ଅଏଲ ଟା ବାହାରିଛି ଠିକ ଅଛି ଏଇ ଯୋଉ ତିଆରି କରୁଛନ୍ତି ପେପର ପ୍ଲେଟ କଣ କେମିତି ସେଲ କରୁଛନ୍ତି ଏରିଆରେ ହଁ ସାର୍ ସେଲ କରୁଛୁ ଏମିତି କରୁଛୁ ବସ୍ତା ଆକାରରେ କରୁଛୁ ଖୋଲାରେ ବି କରୁଛୁ ଆଖପାଖରେ ଯୋଉ ଦୋକାନ ଅଛି ଇଏ ଅଛି ନେଇ ଯାଉଛନ୍ତି ଆଉ କିଛି ଘରୁଆ ଲୋକ ନେଲେ କମ ନେଲେ ବି ଦଉଛୁ ସେଟା ଟିକେ ଘର ପାଖାପାଖି ଯଦି ଭୋଜି ଭାତ ହେଲା କିଛି ଗୋଟେ ହେଲା ଗୋଟେ ଚିପ୍ ରେଟ୍ ଦେଇ ଦଉଛନ୍ତି ନା ମାନେ ଦୋକାନରୁ ଯେତିକି କିଣୁଛନ୍ତି କମ ରେଟ୍ ଦେଇ ଦଉଛନ୍ତି ଏମିତି ବସ୍ତା ଆକାରରେ ଦେଲେ ବି ସେଟା ବି ଚିପ୍ ରେ ଦବାକୁ ପଡୁଛି ଯିଏ 5-10 ବସ୍ତା ନେଲେଣି ତାଙ୍କୁ ଟିକେ କମ ରେ ଦବାକୁ ପଡୁଛି ଆଉ ତ ଏଇଟା ରହିଛି ମ୍ୟାଡାମ ପ୍ୟାକେଟ ନାଇଁ କି ଏଇଟା କେତେ ଲାଖେ ରଖୁଛି 24 ଟା ଲେଖା ରହୁଛି ଏଟା 24 ଟା ଲେଖା ରହୁଛି ପ୍ୟାକେଟ ଗୋଟେ ପ୍ୟାକେଟ 24 ଟା ରହୁଛି ଏଟା କେତେ ଟଙ୍କା ଲେଖା ଦଉଛନ୍ତି ଏଟା 20 ଟା ଏମିତି ପ୍ୟାକେଟ ଦେଲେ 20 ଦଉଛୁ 24 ଟା ରହୁଛି 20 ଟଙ୍କାରେ ଆପଣ ବିକୁଛନ୍ତି 17 ବସ୍ତା ଆକାରରେ ନେଲେ ଟିକେ ଅଧିକା ଇଏରେ ରହୁଛି ନେଲେ କମ ଦଉଛୁ ଆମେ ଆଉ ଏମିତି ଖୋଲାରେ 5 ପ୍ୟାକେଟ 10 ପ୍ୟାକେଟ ନେଲେ 20 ଟଙ୍କାରେ ଦଉଛୁ ଜଣେ କଣ୍ଟାକ୍ଟ କରିକି ଆପଣଙ୍କୁ ଆସିବ ତ ଆପଣ ସଫିସିଏଣ୍ଟ ତାଙ୍କୁ ଯେତିକି ଦରକାର ଦେଇପାରିବେ ତ ମ୍ୟାଡାମ ଯେମିତି କହିଲେ କି ଯଦି ଆପଣ ଏଇ ଯୋଉ ମ୍ୟାଡାମ ଯୋଉ ଆଡ୍ରେସ ଟି ରହିଛି ଦଶପଲ୍ଲା ଏରିଆ ହଉ ନୟାଗଡ଼ ଏରିଆ ହଉ ଆଖପାଖରେ ଯଦି ରହିଛନ୍ତି ଆପଣଙ୍କୁ ଯଦି ଅଧିକା ମାତ୍ରାରେ ଦରକାର ଅଛି ଖଲି ଚୌପଦା କିମ୍ବା ନିଜର ବିଜନେସ କରିବା ପାଇଁ ଦୋକାନରେ ହଉ ଯଦି ଚାହୁଁଛନ୍ତି ତାହେଲେ ମ୍ୟାଡାମଙ୍କ ନମ୍ବର ମୁଁ ଡେସ୍କ୍ରିପସନ ରେ ଦେଇଦେଇଛି ଆପଣ ଆସିବେ ଏଇଠୁ ଆପଣ ନେଇପାରିବେ ଖଲି ବିଜନେସ ଆକାରରେ ହଉ କିମ୍ବା କୌଣସି ନିଜର ପର୍ସନାଲ କାମ ପାଇଁ ତ ଠିକ ଅଛି ଦେଖିପାରୁଥିବେ ମ୍ୟାଡାମ ଯୋଉ ରହିଛନ୍ତି ମାନେ ବଢିଆ ମାନେ ବହୁତ ଫିନିସିଂ କରିଛନ୍ତି ଆଉ ର ମେଟେରିଆଲ ମଧ୍ୟ ଷ୍ଟକ୍ କରି ରଖିଛନ୍ତି ଏ ସବୁ ବଫେର ଅଛି ନାଇଁ କି ମୋଟା ପ୍ଲେଟ୍ସ ଅଛି ନାଇଁ କି ये पतला माडा है सब बफे एटा बेसी चालुची तो सारा एटा बेसी चालुची कम रो नै जाउछन बफे वाला टिके नै बागर से जे चालू बफे चालू टिके आटो कॉस्टली रोज बोले नै कि आठ तो को जनी हां आठ कॉस्टली रहियो एटा सेटा गोटा 2 टका लेखा बिक्री होबो गोटे पीस को एटा 24 टा रहउची 20 टका रे बिक्री होउची कि 17 टका कि 18 टका बिक्री करछु आगु को आसीबो भलो फायदा हबो लागुचे आ जो ए जो रॉ मटेरियल रहिची माने एटा कोठु आनुत किछि आपनको हेल्प करछि स्पाइक इंजीनियरिंग ना सर एते दूर तो टिके दूर ही जाउ हां दूर ही तो पाखरु आनु जामे देइथिले से आपको सहायता करछन को आनिबे कोन केन आनिबे से सब कहिथिले तो नंबर देइथिले आमे से आमे नल किन जानि थान नंबर तो देइथिले आमे जाई के आनुछु आ
ମାନେ ଆପଣ ହେଲ୍ପ କରୁଛନ୍ତି କି ଏଇ ଜାଗାରୁ ପାଖ ହବ ଆପଣଙ୍କର ନେଇକି ଆସନ୍ତୁ କୋଉଠି ଅଛି ର ମେଟେରିଆଲ ଆପଣଙ୍କ ନିୟରେଷ୍ଟ ଯୋଉଟା ରହୁଛି ଫ୍ୟାକ୍ଟ୍ରି ହଁ ଦେଇଛନ୍ତି। ମ୍ୟାଡାମ କଣ କହିବେ ଏଇ ପେପର ପ୍ଲେଟ ବିଜନେସ କୁ ନେଇକି? ମୁଁ ସଜେଷ୍ଟ କରୁଛି ଯେ ଯୋଉମାନେ ବି ଏଇଠି ଦେଖୁଥିବେ ଏଇ ଚ୍ୟାନେଲ ଟାକୁ ଯାଆନ୍ତୁ ଆଣନ୍ତୁ, ବିଭିନ୍ନ ପ୍ରକାର ସେଠି ଖଲି ରହିଛି, ମେସିନ ରହିଛି, ଆପଣ ଯୋଉଟା ବି ଚାହିଁଲେ ଆଣିପାରିବେ। ଆଉ ସର୍ଭିସିଂ ଭଲ ପାଇବେ ବି ଆପଣ ମାନେ, ଆମେ ବି ପାଉଛୁ। ତେଣୁ ଆପଣ ମାନେ ଯାଆନ୍ତୁ ଏବଂ ତାର ଫାଇଦା ଉଠାନ୍ତୁ ଆଉ ମେସିନ ର ଉଠାନ୍ତୁ ଆଉ। ପ୍ରାୟତଃ ଡାଉଟ ଥାଏ କି ନାଇଁ ଖଲି ଚୌପଦା ଖାଲି ପୁରୁଷ ଲୋକ ଚଲେଇବେ, ସ୍ତ୍ରୀ ଲୋକ ଚଲେଇ ପାରିବେନି, କଣ କହିବେ ସେ ବିଷୟରେ? ନାଇଁ ନାଇଁ, ଏଇଟା ସମସ୍ତେ ଛୋଟ ଛୁଆ ବି ଚଲେଇ ପାରିବେ, ବହୁତ ମାନେ ଇଜି, ପୁରା କିଛି କଷ୍ଟ ନୁହଁ। ଆପଣ ସବୁବେଳେ ମେସିନ ଚଲାନ୍ତି ନା? ଘର କାମ ଛାଡିଲେ ଆସିଲା ବେଳକୁ ଅଧଘଣ୍ଟେ ଗରମ କରିଦେଲୁ, ଚାଲିଲା ଦିନ ସାରା ଚାଲୁଛି। ତଥାପି ଘର କାମ ସାରି କେତେ ଘଣ୍ଟା ଟାଇମ ଦିଅନ୍ତି ମେସିନ କୁ? ତଥାପି ଏବେ ସାର୍ ହଉଛି 6-7 ଘଣ୍ଟା ହଉଛି ଏବେ ହଉଛି ଦିନକୁ କରୁଛୁ ଆମେ। ସମସ୍ତେ ଘରେ ଶିଖେଇ ଦେଇଛନ୍ତି? ସମସ୍ତେ ଆମେ ଜାଣିଗଲୁ, ଯିଏ ବି ଟାଇମ ପାଇଲେ ବସିକି ତିଆରି କଲେ, ଖାଇଲେ ଷ୍ଟକ୍ ହେଇଯାଇଛି ପୁରା ଘରେ। ନାଇଁ ସାର୍, ଜଣେ ଖାଇଲେ ଇଲେକ୍ଟ୍ରିକ ବିଲ୍ ଉଠେଇଲେ ଆମେ ଆଉ ଜଣେ ବସି ଯାଉଛନ୍ତି, ମାନେ ଫାଙ୍କା ରଖୁନୁ ମେସିନ କି, ଆଉ ଯେତିକି ସମୟ ଚଲଉଛୁ ଆଉ ବନ୍ଦ ହେଲା ମାନେ ଆଉ ସେଦିନ ଆଉ ଚଲଉନୁ। ଇଲେକ୍ଟ୍ରିକ ବିଲ୍ ତଥାପି କେତେ ଘଣ୍ଟା ଉଠୁଛି? ବେଶୀ ଉଠୁଛି ନା କମ ଉଠୁଛି? ନାଇଁ ସାର୍, ଟିକେ ଏପଟ ସେପଟ ହେଇଗଲେ ନଥିଲି ମୁଁ, ଆସିଲା ପରେ ମେସିନ ଟା ଲଗେଇଲି। ଏବେ 15 ଦିନ ଭିତରେ 10 ଦିନ ଭିତରେ ଆମର ଯେତିକି ଆସିଥିଲା 250 ଟଙ୍କା ଅଧିକ ଆସିଛି, 200-250 ଅଧିକ ଆସିଛି। କମ ଆସିଛି? 200-250 ଅଧିକ ଆସିଛି, ଟିକେ ମାସେ ହେଲେ ଜଣା ପଡିବ ଆଉ। ଏଟା ଯୋଉ ମେସିନ ଟି ଆଣିଲେ ଆପଣ କାହିଁ ଚୁଜ କଲେ କି ନାଇଁ ମୁଁ ସ୍ପାଇକ ଇଞ୍ଜିନିୟରିଂ କୁ ନେଇକି ଆସିବି? ଅଲଗା ବି ବହୁତ ସାରା କମ୍ପାନୀ ରହିଛି ଭୁବନେଶ୍ୱରରେ, କଣ କିଛି ଅଛି ଡିଫରେନ୍ସ ସ୍ପାଇକ ଇଞ୍ଜିନିୟରିଂ ଅଲଗା କମ୍ପାନୀ ଭିତରେ? ନାଇଁ ସାର୍, ଅଛି ବହୁତ କମ୍ପାନୀ ଅଛି, କିନ୍ତୁ ଆମେ ଶୁଣିଲୁ ଯେ ସ୍ପାଇକ ରୁ ଭଲ ବ୍ୟବହାର ଆମେ ବି ନିଜେ ପାଇଛୁ, ଭଲ ବ୍ୟବହାର ପାଇଛୁ, ସର୍ଭିସିଂ ଭଲ ପାଉଛୁ। ତାଙ୍କର ମ୍ୟାଡାମ ସାର୍ ଯୋଉ ଅଛନ୍ତି ତାଙ୍କର ବ୍ୟବହାର ବହୁତ ଭଲ, ତାଙ୍କ ପିଲାମାନଙ୍କର କଥାବାର୍ତ୍ତା ଭଲ। ମୁଁ ନିଜେ ଯାଇକି ଆଣିଛି ମେସିନ ନା, ମୁଁ ରହିଛି ସେଠି ବହୁତ ସମୟ, ଜାଣିଛି ତାଙ୍କ ବ୍ୟବହାର। ଆଉ ସର୍ଭିସିଂ ଆମକୁ ମେନ୍ ହେଲା ଭଲ ମିଳୁଛି। ମେସିନ ର କ୍ୱାଲିଟି କେମିତି କଣ ରହିଛି? ଭଲ? ହଁ, କ୍ୱାଲିଟି ଭଲ, ମଟର ଭଲ ଦେଇଛନ୍ତି, ଅଏଲ ବି ଫ୍ରି ଦେଇଛନ୍ତି। ଅଏଲ ଟା ଫ୍ରି ଦେଇଛନ୍ତି? ହଁ, ବହୁତ ବଢିଆ କଥା। ଆଉ ସର୍ଭିସିଂ ମେନ୍ ହେଲା ସର୍ଭିସିଂ। ଆମେ ଦୂର ରହୁଛୁ ନା, ଦୂର ଯାଇ ସର୍ଭିସିଂ ଟା ମେନ୍। ସର୍ଭିସିଂ ଭଲ ଦେଲେ ତାହେଲେ ଭଲ, ତାପରେ ଦେଖାଯିବ ଆଉ ମାନେ ଗଲେ ତାର ଡେଟ୍ ଟା ଆଉ। ସେଇଟା ବି ସୁବିଧା ଦେବେ, ବି ଦେବେନି କାହିଁ, ଦେବେ। ସର୍ଭିସିଂ ଟା ଗଲା ପରେ ବି ଦେବେ। ତ ମ୍ୟାଡାମ ଯେମିତି କହୁଥିଲେ କି ଯଦି ଆପଣ ଗୋଟେ ପେପର ପ୍ଲେଟ ମେସିନ କିଣି ନିଜର ବିଜନେସ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣ ସ୍କ୍ରିନରେ ନମ୍ବର ଦିଆଯାଇଛି, କଣ୍ଟାକ୍ଟ କରିକି ଯୋଗାଯୋଗ କରିପାରିବେ। ତ ପୁଣି ଦେଖା ହବ ଆଉ ଏଇଭଳି ଏକ ଭିଡିଓରେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।